आपण परीक्षा ପାଇଁ ଯେତେ ବି ପଢ଼ିଥାନ୍ତୁ ଯଦି ଆପଣ ଏହି ଭିଡ଼ିଓ ନ ଦେଖିବେ ତାହେଲେ ଆପଣଙ୍କ ସବୁ ପରିଶ୍ରମ ବୃଥା ହୋଇଯିବ ମାନେ 12 ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବ। କାରଣ ଏହି ଛୋଟ ଭିଡ଼ିଓରେ ମୁଁ ଏବେ ହିଁ ଆପଣଙ୍କୁ କହିବାକୁ ଯାଉଛି କି ଏକ୍ଜାମ୍ରୁ ଗୋଟେ ଦିନ ପୂର୍ବରୁ ଅର୍ଥାତ୍ ପୂର୍ବ ରାତିରେ ଆମେ କ'ଣ କଲେ ଭଲ ମାର୍କସ୍ ମିଳିବ ଓ କେଉଁ କାମ ଆମେ ବିଲକୁଲ ବି କରିବା ଉଚିତ ନୁହେଁ, ଯାହା ଯଦି ଆପଣ ଜାଣିବେ ଆପଣଙ୍କ ପରୀକ୍ଷା ବହୁତ ଭଲ ହେବ। ପ୍ରଥମେ ଆମେ ଜାଣିବା ଆମେ କ'ଣ କରିବା ଉଚିତ ନୁହେଁ। ନମ୍ବର 1, ଅନିଦ୍ରା ହୋଇ ପଢ଼ନ୍ତୁନି। ଯେତିକି ପଢ଼ିବା କଥା ପଢ଼ନ୍ତୁ ଏବଂ ଯଥେଷ୍ଟ ପରିମାଣରେ ନିହାତି ଶୁଅନ୍ତୁ, କାରଣ ଭଲରେ ନ ଶୋଇଲେ ଆପଣ ଆଗରୁ ଯାହା ପଢ଼ି ମନେ ରଖିଥିବେ ତାହା ମଧ୍ୟ ଭୁଲି ଯାଇପାରନ୍ତି। ନମ୍ବର 2, ତେଲ ମସଲା ଜିନିଷ ବା ବାହାରର ଅସ୍ୱାସ୍ଥ୍ୟକର ଖାଦ୍ୟ ବିଲକୁଲ ବି ଖାଆନ୍ତୁନି। ଭଲ ସ୍ୱାସ୍ଥ୍ୟକର ଖାଦ୍ୟ ନିହାତି ଖାଆନ୍ତୁ। ନମ୍ବର 3, କେଉଁ ସାଙ୍ଗ କେତେ ପଢ଼ିଛନ୍ତି ତାହା କଲ୍ରେ ଘନ ଘନ ପଚାରନ୍ତୁ ନାହିଁ, କାରଣ ସେମାନେ ଯଦି ମିଛରେ ମଧ୍ୟ କହିଦେବେ କି ମୁଁ ସବୁ ପଢ଼ିଛି ଏବଂ ଏକ୍ଜାମ୍ରେ ଟପ୍ କରିବି, ତାହେଲେ ଆପଣ ନିଜକୁ ଦୁର୍ବଳ ଓ ଅସୁରକ୍ଷିତ ମନେ କରିବେ, ଯାହାଫଳରେ ଆପଣଙ୍କର ଆତ୍ମବିଶ୍ୱାସ କମିଯିବ ଓ ପରୀକ୍ଷା ଖରାପ ହୋଇପାରେ। ନମ୍ବର 4, ନକାରାତ୍ମକ ବିଚାର କିମ୍ବା ଓଭର ଥିଙ୍କିଂ କରନ୍ତୁନି କି ମୋର ପରୀକ୍ଷା ଖରାପ ହେଲେ କ'ଣ ହେବ, ମୁଁ ତ ଫେଲ୍ ହେଇଯିବି କି, ଏପରି ଭାବନ୍ତୁନି। ବରଂ ଭାବନ୍ତୁ ମୁଁ ମୋ ଦକ୍ଷତା ଅନୁସାରେ ଭଲ ପରିଶ୍ରମ କରିଛି ଏବଂ ପରିଶ୍ରମ କେବେ ବି ବ୍ୟର୍ଥ ଯାଏନି। କ'ଣ କରିବାନି ତାହା ତ ଆପଣ ଜାଣିଲେ, ଏବେ ଆମେ ଜାଣିବା ଆମେ କ'ଣ କରିବା ନିହାତି ଦରକାର। ନମ୍ବର 1, ରିଭିଜନ୍, କିନ୍ତୁ ସ୍ମାର୍ଟ ରିଭିଜନ୍ କରିବା ମାନେ ଆମେ କିଛି ନୂଆ ବିଷୟ ପଢ଼ିବାନି। ଯେଉଁ ବିଷୟ ଗୁଡ଼ିକ ଆଗରୁ ପଢ଼ିଥିବା ସେଗୁଡ଼ାକ ପଢ଼ିବା, କାରଣ ନୂଆ ବିଷୟ ପରୀକ୍ଷା ପୂର୍ବତିରେ ପଢ଼ିଲେ ମନେ ରହି ନପାରେ ଏବଂ ପୂର୍ବରୁ ଯାହା କିଛି ମଧ୍ୟ ଆପଣ ପଢ଼ିଥିବେ ତାହା ମଧ୍ୟ ଭୁଲି ଯାଇପାରନ୍ତି। ନମ୍ବର 2, ପରୀକ୍ଷାରେ ଆବଶ୍ୟକ ଉପକରଣ ଯେମିତିକି ପେନ୍, ପେନ୍ସିଲ୍, ଆଡ଼ମିଟ୍ କାର୍ଡ଼, ପାଣି ବୋତଲ ଇତ୍ୟାଦି ଜିନିଷକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖନ୍ତୁ। ନମ୍ବର 3, ଘରୁ ପରୀକ୍ଷା କେନ୍ଦ୍ରକୁ କିପରି ଯିବେ ବୁଝି ତା'ର ବ୍ୟବସ୍ଥା କରନ୍ତୁ। ମୁଖ୍ୟତଃ ଯଦି ଆପଣ ବସ୍ ଟ୍ରେନ୍ରେ ଯିବାର ଥିବ ତାହେଲେ ତା'ର ଟାଇମ୍ ଟେବୁଲ୍ ପୂର୍ବରୁ ଭଲ ଭାବରେ ବୁଝନ୍ତୁ। ଶେଷରେ ନିଜ ଉପରେ ବିଶ୍ୱାସ ରଖନ୍ତୁ। ଆପଣ ନିଜର ଦକ୍ଷତା ଅନୁସାରେ ପରିଶ୍ରମ କରିଛନ୍ତି ଏବଂ ପରିଶ୍ରମ କେବେ ବି ବ୍ୟର୍ଥ ଯାଏନି। ଆପଣଙ୍କ ପରୀକ୍ଷା ନିହାତି ଭଲ ହେବ। ବେଷ୍ଟ ଅଫ୍ ଲକ୍ ଫର୍ ୟର୍ ଏକ୍ଜାମିନେସନ୍। ରହୁଛି, ନମସ୍କାର।